ଶିଖିବା କିଏ କରେ, କିଏ ଖାଏ, କିଏ ପିଏ, କିଏ ଶୁଏ, କିଏ ଯାଏ, କିଏ ଆସେ, ଏଗୁଡ଼ାକ। ଆଉ କିଏକୁ ଇଂରାଜୀରେ କହନ୍ତି ହୁ, ଆଉ ଖାଏ ପାଇଁ ଇଟ୍ ବସାନ୍ତି। ତ କେମିତି ଲେଖିବା ଏକୁ? କିଏ ପାଇଁ ଲେଖିବା ହୁ, ଖାଇବା ପାଇଁ ଲେଖିବା ଇଟ୍ କିମ୍ବା ଇଟ୍ସ। ନିର୍ଭର କରିବ କି କର୍ତ୍ତାଟା କିଏ ଅଛି। ଯଦି କର୍ତ୍ତା କିଏ ଥିବ, କିଏ ମାନେ ଜଣେ, ଆଉ ଜଣେ ହେଲେ ଏକବଚନ। ଆଉ ନିୟମ କ'ଣ କହିଥିଲି? ଯଦି ଆଇ, ୟୁ କିମ୍ବା ବହୁ ବଚନ ହେଇଥିବ କର୍ତ୍ତାଟି, ତାହେଲେ ଇଟ୍ ହବ। କ୍ରିୟାରେ ଏସ୍ ଲାଗିବ ନାହିଁ, ଖାଲି କ୍ରିୟାଟା ବସିବ। ଆଉ ଯଦି କର୍ତ୍ତା ଆଇ ହେଇନଥିବ, ୟୁ ହେଇନଥିବ କି ବହୁ ବଚନ ହେଇନଥିବ, ତାହେଲେ କ୍ରିୟାର ଏସ୍ ଯୋଗ ହବ ଏଇଭଳି ବାକ୍ୟରେ, ତାହେଲେ ଇଟ୍ସ ବସିବ। ଏଇଠି କିଏ ଖାଏ, କିଏ ଖାଏ, କିଏଟା ଜଣେ ଲୋକ ନା, କେଉଁମାନେ ହେଇଥିଲେ ବହୁତ ଲୋକ ହେଇଥାନ୍ତେ, ବହୁ ବଚନ ହେଇଯାଇଥାନ୍ତା। ଏଠି କିଏ ଖାଏ ଅଛି, କିଏ ମାନେ ଏକବଚନ, ଏକବଚନ, ଆଉ ତେଣୁ ଆମର ଏଠି ଇଟ୍ସ ବସିବ ନା ଇଟ୍ ବସିବ? କହିଦିଅ। ଇଟ୍ସ ବସିବ। ହୁ ଇଟ୍ସ, କିଏ ଖାଏ ହବ ହୁ ଇଟ୍ସ। ବର୍ତ୍ତମାନ ଆମେ ଜାଣିଲେ ଯେ କିଏ ପାଇଁ ଲେଖିବା ହୁ, ଆଉ ଖାଏ ପାଇଁ ଲେଖିବା ଇଟ୍ସ। ଆଉ ଲେଖିବା କେମିତି? ଆଗେ କର୍ତ୍ତା ବସେଇବା, ତାପରେ କ୍ରିୟା ବସେଇବା। କର୍ତ୍ତା ହେଲା ହୁ, କ୍ରିୟା ହେଲା ଇଟ୍ସ। କିଏ ଖାଏ ହେଇଗଲା ହୁ ଇଟ୍ସ, କିଏ ଯାଏ କ'ଣ ହେବ? ହୁ ଗୋଜ୍। କିଏ ପଢ଼େ ହୁ ରିଡ୍ସ, କିଏ ଖେଳେ ହୁ ପ୍ଲେଜ୍। ଏମିତି ଆଗକୁ ଯିବା, ଅଭ୍ୟାସ କଲେ ହେଇଯିବ।